ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 173। ବିବେକାନନ୍ଦ ମଧ୍ୟ ଏକଦା ଭାବାବେଗର ଚାପରେ ପଡ଼ି ଏହି ଭୁଲ କଥାଟିକୁ ସ୍ୱୀକାର କରିଥିଲେ ଯେ ପରମେଶ୍ୱରଙ୍କୁ ନେଇ ଏକ ବ୍ୟକ୍ତି କଳ୍ପନା ଅତ୍ୟନ୍ତ ଅସହ୍ୟ ଭାବରେ ହିଁ ଆମକୁ ଅନୈତିକତା ମଧ୍ୟରେ ନେଇ ପକାଇଦେବ ଏବଂ ତେଣୁ ତାହାର ପ୍ରତିରୋଧ କରିବା ପ୍ରତ୍ୟେକ ଭଲ ମଣିଷଙ୍କର କର୍ତ୍ତବ୍ୟ। ଯଦି ସକଳ ନୈତିକତାର ଊର୍ଦ୍ଧ୍ୱରେ ଥିବା ଏକ ସର୍ବଶକ୍ତିମାନ ପରମ ଇଚ୍ଛା ଓ ପ୍ରଜ୍ଞା ଏହି ଜଗତର ଶାସନ କରୁଥାଏ, ତେବେ ତାଙ୍କର ପ୍ରତିରୋଧ କରିବା କଦାପି ସମ୍ଭବ ହେବ ନାହିଁ। ଆମର ପ୍ରତିରୋଧ ଗୁଡ଼ିକ ମଧ୍ୟ କେବଳ ତାଙ୍କରି ଇଚ୍ଛାର ପରିଣାମ ଗୁଡ଼ିକ ପାଇଁ ସହାୟକ ହେବ ଏବଂ ତାଙ୍କରି ଦ୍ୱାରା ହିଁ ଆଦିଷ୍ଟ ହୋଇ ରହିଥିବ। ତେବେ ନିନ୍ଦା କରିବା କିମ୍ବା ଅସ୍ୱୀକାର କରିବା ପରିବର୍ତ୍ତେ ତାଙ୍କର ଅଧ୍ୟୟନ କରିପାରିଲେ ଓ ତାଙ୍କୁ ବୁଝିବାକୁ ଚେଷ୍ଟା କଲେ ତାହା ପ୍ରକୃତରେ ଅଧିକ ଭଲ ହେବ ନାହିଁ କି? ଜ୍ଞାନ 174। ଆମେ ଯଦି ପରମେଶ୍ୱରଙ୍କୁ ବୁଝିଥାନ୍ତୁ, ତେବେ ଆମର ଏହି ଅହଙ୍କାର ପ୍ରଣୋଦିତ ତଥା ଅଜ୍ଞାନ ପ୍ରେରିତ ମାନବିକ ମାନଦଣ୍ଡ ଗୁଡ଼ିକୁ ପରିତ୍ୟାଗ କରିଥାନ୍ତୁ, ନଚେତ୍ ସେଗୁଡ଼ିକୁ ଭବ୍ୟ ଏବଂ ବିଶ୍ୱଜନୀନ କରି ରଖିଥାନ୍ତୁ। ପ୍ରଥମେ ପ୍ରଭୁ ଲେଖୁଛନ୍ତି, ବିବେକାନନ୍ଦଙ୍କର କଥାକୁ ଉଦାହରଣ ଦଉଛନ୍ତି। ସିଏ ବି ଏକଦା ଏ ପ୍ରକାର ଭୁଲ କରି ବସିଥିଲେ। ତାଙ୍କୁ ସେ ପରମେଶ୍ୱରଙ୍କୁ ନେଇକିରି ତାଙ୍କର ଯୋଉ ଭୁଲ ଧାରଣା ଥିଲା ସେ କଥାଟି କହୁଛନ୍ତି। ତାପରେ କହୁଛନ୍ତି ଯେ ସକଳ ନୈତିକତାର ଊର୍ଦ୍ଧ୍ୱରେ ଏହି ସର୍ବଶକ୍ତିମାନ ପରମ ଇଚ୍ଛା ଓ ପ୍ରଜ୍ଞା ଏ ଜଗତରେ ଯଦି ଶାସନ କରୁଥାନ୍ତି, ଯିଏକି ଏଇ ସବୁର ଊର୍ଦ୍ଧ୍ୱରେ ରହିଛନ୍ତି, ତେବେ ସେ ସର୍ବଶକ୍ତିମାନ, ତେବେ ତାଙ୍କୁ ପ୍ରତିରୋଧ କରିବା ଅସମ୍ଭବ। ଏବଂ ତାପରେ କହୁଛି ଆମର ଏଇ ପ୍ରତିରୋଧ ଗୁଡ଼ିକ କେବଳ ତାଙ୍କରି ଇଚ୍ଛାର ପରିଣାମ ଗୁଡ଼ିକ ପାଇଁ ସହାୟକ ହେବ ଓ ତାଙ୍କରି ଦ୍ୱାରା ହିଁ ଆଦିଷ୍ଟ ହୋଇ ରହିଥିବ। ପ୍ରଭୁ ଲେଖୁଛନ୍ତି, ତେଣୁ ଆମେ ଯଦି ତାଙ୍କୁ ପ୍ରତିରୋଧ କରିବା ପାଇଁ ବି ଯୋଉ ଚେଷ୍ଟା କରୁଛୁ, ସେଇଟା ବି ତାଙ୍କରି ଇଚ୍ଛା ହିଁ ହେଇଥିବ। କାହିଁକି ଦେଖନ୍ତୁ, ସିଏ ତାଙ୍କର ପ୍ରତ୍ୟେକ ବ୍ୟକ୍ତିଙ୍କର ଅଗ୍ରଗତି ପାଇଁ ସେ ସତତ ପରିବେଶ ପରିସ୍ଥିତି ତିଆରି କରନ୍ତି। ତେଣୁ ସେଥିରେ ଅନ୍ୟ ସମସ୍ତେ ବ୍ୟବହୃତ ହୁଅନ୍ତି। ବର୍ତ୍ତମାନ କୌଣସି ଏକ ବ୍ୟକ୍ତିର ଅଗ୍ରଗତି ପାଇଁ ମତେ ବ୍ୟବହାର କରିପାରନ୍ତି, ମୋର ଅଗ୍ରଗତି ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରିପାରନ୍ତି। ଇଏ ସବୁ କ୍ଷେତ୍ରରେ ମୋର ଦୁର୍ବଳତାକୁ ଦେଖେଇଦବା, ସେମାନଙ୍କର ଦୁର୍ବଳତାକୁ ଦେଖେଇଦବା ପାଇଁ ଅନ୍ୟମାନଙ୍କୁ ବ୍ୟବହାର କରନ୍ତି। ସେଇ ମଣିଷ ହଉଛି ସୌଭାଗ୍ୟବାନ, ଯିଏ ପରିବେଶ ପରିସ୍ଥିତିରୁ ତାର ଅଗ୍ରଗତି ପାଇଁ ଯୋଉ ତାକୁ ଦୁର୍ବଳତା ଦେଖେଇ ଦିଆଯାଉଛି, ଯୋଉ ସାମର୍ଥ୍ୟ ଦେଖେଇ ଦିଆଯାଉଛି, ତାକୁ ସେ ସବୁ ଦେଖି ସତର୍କ ହେଇ ସେଇ ପ୍ରକାରର ଆସ୍ପୃହା କରି ଅଧିକରୁ ଅଧିକ କିପରି ଅଗ୍ରଗତି କରିବ, ସେଥିପାଇଁ ସିଏ ତାର ପ୍ରଚେଷ୍ଟା ସଂକଳ୍ପ ସବୁ କିଛି ଜାରି ରଖିବ। ତାହେଲେ ତାର ଅଗ୍ରଗତି ତ୍ୱରାନ୍ୱିତ ହେବ। ତେଣୁ ତାଙ୍କୁ ନିନ୍ଦା କରିବା କିମ୍ବା ଅସ୍ୱୀକାର କରିବା, ଇଏ ସବୁ ପରିବର୍ତ୍ତେ ତାଙ୍କୁ ନିନ୍ଦା କରି କଣ ପାଇବ? ନିନ୍ଦା କରି କିଛି ପାଇବ କି? ତା ଅର୍ଥ ଆକ୍ଚୁଆଲି ଆମେ ଯଦି ନିନ୍ଦା କରୁଛୁ ପରମେଶ୍ୱରଙ୍କୁ, ତାମାନେ ଆମେ ନିଜର ଅଗ୍ରଗତିକୁ ନିଜେ ଅସ୍ୱୀକାର କରୁଛୁ। କାହିଁକିନା ଆପଣ ବର୍ତ୍ତମାନ ଗୋଟେ କଥା ପ୍ରାୟତଃ ଆମେ କରୁ, ସେଟା ହଉଛି କଣ? ମୋର ଭୁଲ ଯଦି କିଏ ଦେଖେଇ ଦେଲା, ତେବେ ମୁଁ ତା ଉପରେ ରାଗିଯାଏ। କିନ୍ତୁ ସତ କଥା କହିବାକୁ ଗଲେ ମୁଁ ସେଠି ଖୁସି ହବା କଥା। ମୋର ଦୁର୍ବଳତାଟିକୁ ସେ ଦେଖେଇ ଦେଲା, ତେବେ ମତେ ଗୋଟେ ସୁଯୋଗ ମିଳିଗଲା ସେଇ ଦୁର୍ବଳତା ଉପରେ ବିଜୟ ହାସଲ କରିବା ପାଇଁ। ତେଣୁ ସେ ବ୍ୟକ୍ତି ପାଖରେ କୃତଜ୍ଞ ହବା କଥା। ଆଉ ଚିନ୍ତା କରନ୍ତୁ, ମୁଁ ଗୋଟେ ଖାଦ୍ୟ ଖାଉଛି, ସେ ଖାଦ୍ୟ ଭିତରେ ପୋକଟିଏ ରହିଯାଇଛି। ମୁଁ ଖାଇବାକୁ ଗଲାବେଳେ ଜଣେ କହିଲା, ର ସେ ଖାଦ୍ୟରେ ସେ ଖାଇବାର କଣ ଖାଉଛି, ସେଥିରେ ପୋକ ଅଛି। ତେବେ ମୁଁ ସେ ଲୋକ ଉପରେ କୃତଜ୍ଞ ହଉଛି, ଯାହା ହଉ ପୋକଟା ଦେଖିଦେଲା କହିଦେଲା, ନହେଲେ ମୁଁ ତାକୁ ଖାଇ ଦେଇଥାନ୍ତି।
ସେଇଭଳି ଭାବରେ ମୋ ଭିତରେ ଯୋଉ ଦୁର୍ବଳତାଟି ରହିଛି ସେଟା ବି ଗୋଟେ ପୋକ। ତାକୁ ଯିଏ ଦେଖେଇ ଦେଲା ମୁଁ ତାପରେ ରାଗିଯାଏ। ତେଣୁ ଭଗବାନ ମୋର ଅଗ୍ରଗତି ପାଇଁ ସବୁ ପରିବେଶ ପରିସ୍ଥିତି ତିଆରି କରୁଛନ୍ତି। ତାକୁ ମୁଁ ଯଦି ବୁଝି ପାରୁନାହିଁ ତେବେ ମୁଁ ହଉଛି ମୂର୍ଖ, ମୁଁ ହଉଛି ବାଚାଳ। କାହିଁକି ନା ମୁଁ ହଉଛି ସେଇଭଳିଆ ପିଲା ଯିଏ ଭଅଁର ଆଉ ଜାମୁକୋଳି ଭିତରେ ଫରକ କରିବା ଶିଖିନାହିଁ। ଭଅଁର ବି କଳା, ଜାମୁକୋଳି ବି କଳା। ଭଅଁର ବି ତଳେ ପଡିଲେ ଗଡି 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 ଯାଉଛି, ଆଗକୁ ଆଗକୁ ପଳଉଛି, ଆଗକୁ ଆଗକୁ ପଳଉଛି। ଆଉ ଜାମୁକୋଳି ବି ତଳେ ପଡିଲେ ଗଡି 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 ଯାଉଛି। ଦିଟା ଯାକ କଳା, ସାଇଜ ଏକା। ତେଣୁ ମୋ ପାଇଁ ଏଠି ଭଗବାନଙ୍କୁ ଚିହ୍ନିବା ଯେପରି, ସେଠି ଛୋଟ ଛୁଆ ଜାମୁକୋଳି ଆଉ ଭଅଁର କୋଳି ଫରକ ନ ଜାଣି ପାରିବା ସେଇଭଳି ହେଇଯାଉଛି। ତାମାନେ ମୁଁ ବାଚାଳ ହେଇଯାଉଛି, ମୋ ଦୁର୍ବଳତାକୁ ମୁଁ ଚିହ୍ନି ପାରୁନାହିଁ। ଚିହ୍ନିବା ପାଇଁ ଯୋଉ ପାରାମିଟର ମୋ ଚାରିପାର୍ଶ୍ୱରେ ଘଟୁଛି ତାକୁ ମୁଁ ବୁଝିବାକୁ ଚେଷ୍ଟା କରୁନାହିଁ। ତେଣୁ ମୁଁ ସେଠି ହଉଛି ବାଚାଳ। ତେଣୁ ସେଠି ନିନ୍ଦା କାହିଁ କରିବି? ନିନ୍ଦା କରି କଣ ଲାଭ? ଏବଂ ଅସ୍ୱୀକାର ବି କରିଲେ ମୋର କଣ ହବ? ସେଥିପାଇଁ କହୁଛନ୍ତି ତାଙ୍କୁ ନିନ୍ଦା କରିବା କିମ୍ବା ଅସ୍ୱୀକାର କରିବା ପରିବର୍ତ୍ତେ ଯଦି ଅଧ୍ୟୟନ କରିପାରିଲେ, ଯଦି ବୁଝିବାକୁ ଚେଷ୍ଟା କଲେ, ତାହେଲେ ପ୍ରକୃତରେ ଅଧିକ ଭଲ ହେବ ନାହିଁ କି? ଆମର ଶ୍ରେଣୀ ଗୃହରେ ଯେପରି ଶିକ୍ଷକ ଅପା ଭାଇ ମାନେ ଆମକୁ ଚେଷ୍ଟା କରନ୍ତି ଆମର ପାଠ ପଢାରେ କିପରି ଅଗ୍ରଗତି ହବ, ବ୍ୟବହାର କିପରି ମାର୍ଜିତ ହବ। ତେଣୁ ସେଠି ସିଏ ମତେ ତାହା କରିବା ପାଇଁ ସିଏ ମତେ ମୁଁ ଖାତାରେ ଯଦି ଭୁଲ କରିଛି ତାକୁ ଛକି ମାରି ଦିଅନ୍ତି, କାଟି ଦିଅନ୍ତି, କୁହନ୍ତି ଏଇଟା ତୁ କାହିଁ ଭୁଲ କରିଛୁ। ସେତେବେଳେ ମୁଁ କହିବି ମୁଁ ମୋର ଯାହା ଲେଖିଲି ତମର କଣ ଗଲା, ତମେ ତାକୁ ଠିକ ମାରିବନି କାହିଁକି? ତେବେ କଣ ହବ? ଆପଣ ଯଦି ଭୁଲକୁ ଠିକ ମାରୁନାହାନ୍ତି, ଆପଣ ଭୁଲ କରୁଛନ୍ତି, ମୁଁ ନିନ୍ଦା କରିବି ତାଙ୍କର। ଦେଖ ଦେଖ କିଭଳିଆ ଶିକ୍ଷକ, ମୋର ଭୁଲକୁ ଠିକ ନ ମାରିକି ଭୁଲ ମାରି ଦଉଛନ୍ତି। ଏଇଟା ହଉଛି, ଯିଏ ଶୁଣିବ ସିଏ କଣ ହସିବନି? ଆରେ ଭୁଲକୁ ଭୁଲ ମାରିବେନି ଆଉ କଣ ଠିକ ମାରିବେ? ସେଇଭଳି ଭାବରେ ମୋର ଚେତନାର ଅଗ୍ରଗତି ପାଇଁ ଯାହା ଯାହା ଘଟଣା ଘଟୁଛି ତାକୁ ଯଦି ମୁଁ ଗ୍ରହଣ ନ କରିକି ଭଗବାନଙ୍କୁ ନିନ୍ଦା କରିବି, ଅସ୍ୱୀକାର କରିବି, ତେବେ ମୋ ଭଳିଆ ମୂର୍ଖ ଆଉ କିଏ ଅଛି? ଜନେ ହସିବେ ଏହି ତ ଫଳ। ଲୋକ ହସିବା କଥା। ତେଣୁ ମୁଁ ବି ଜାଣିବା ଉଚିତ ଯେ ମୁଁ କେଡେ ମୂର୍ଖ, ଯେ ମୁଁ ମୋର ଅଗ୍ରଗତି ପାଇଁ ଯାହା ଚତୁଃପାର୍ଶ୍ବରେ ଘଟୁଛି ତାକୁ ଗ୍ରହଣ କରିପାରୁନି, ତାକୁ ନିନ୍ଦା କରୁଛି। ତାପରେ କହୁଛନ୍ତି ଜ୍ଞାନ 174ରେ, ଆମେ ଯଦି ପରମେଶ୍ୱରଙ୍କୁ ବୁଝିଥାନ୍ତୁ ତେବେ ଆମର ଏହି ଅହଙ୍କାର ପ୍ରଣୋଦିତ ଅଜ୍ଞାନ ପ୍ରେରିତ ମାନବିକ ମାନଦଣ୍ଡ ଗୁଡ଼ିକୁ, ଯେତେ ପ୍ରକାର ଆମେ ମାନଦଣ୍ଡ ମାପକାଠି ଆମ ପାଖରେ ରଖୁଛୁ, ଏସବୁ ହଉଛି ମନର। ଇଏ ମନ ଗୁଡାକ କେମିତି ହେଇ ରହିଛି? ନା ଅଜ୍ଞାନ ଦ୍ଵାରା ପ୍ରେରିତ ହେଇଛି। ସେ ଅଜ୍ଞାନଟା ତାର କୋଉଠୁ ଆସିଛି? ଅହଙ୍କାର ପ୍ରଣୋଦିତ ହେଇ। ଅହଙ୍କାର ତାକୁ ଆମକୁ କବଳିତ କରି ଆମକୁ କଣ କରୁଛି? ଭିନ୍ନ ଭିନ୍ନ ମାନଦଣ୍ଡ ଆଣି ରଖୁଛି। ଏବଂ ତା ଫଳରେ ମୁଁ ନିଜକୁ ମହାନ, ମୁଁ ଜ୍ଞାନୀ ଏବଂ ଇତ୍ୟାଦି ଇତ୍ୟାଦି, ମୋର ଏତିକି ସାମର୍ଥ୍ୟ ରହିଛି, ମୁଁ ଏସା କରିପାରେ, ମୁଁ ତେସା କରିପାରେ, ମୁଁ ଏଥିପାଇଁ ଯୋଗ୍ୟ। ଏ ଲୋକ ଗୁଡାକ ମତେ ଆଜି ପର୍ଯ୍ୟନ୍ତ ଆକ୍ଚୁଆଲି ବୁଝିପାରିଲେ ନାହିଁ। ତାଙ୍କର ବୁଝିବାର ସାମର୍ଥ୍ୟ ନାହିଁ। କୋଉଠୁ ବୁଝିବେ? ଏଇଟା ମୂର୍ଖ ଗୁଡାକ। ଯେମିତି ସବୁ ଲୋକ ଅଛନ୍ତି ଦେଖିବ କହିବେ, ହଁ ଗାଁରେ ତଳେ ବସିକି ଖାଉଥିଲା ତ, ଏଠି ଟେବୁଲ ଦେଖିଦେଲା ବେଳକୁ ତାକୁ ଏତେ ରଙ୍ଗ ଲାଗୁଛି ଆଉ। ମାନେ ଏତେ ଦୂର ଅଣ୍ଡର ଏଷ୍ଟିମେଟ କରନ୍ତି। ତାମାନେ ସେମାନେ ଚିନ୍ତା କରନ୍ତୁ ନିଜକୁ କେତେ ଉଚ୍ଚ ଆସନରେ ରଖିଛନ୍ତି। ଇଏ ହଉଛି ଅହଙ୍କାର ପ୍ରଣୋଦିତ। ତେଣୁ ସତର୍କ ରହିବେ। ମା କହୁଛନ୍ତି, ପ୍ରଭୁ ଲେଖୁଛନ୍ତି ଯେ ଏହି ଅହଙ୍କାର ପ୍ରଣୋଦିତ ତଥା ଅଜ୍ଞାନ ପ୍ରେରିତ ମାନବିକ ମାନଦଣ୍ଡ ଗୁଡିକୁ ପରିତ୍ୟାଗ କରୁଥାଉ, ନଚେତ୍ ସେଗୁଡିକୁ ଭବ୍ୟ ଏବଂ ବିଶ୍ୱଜନୀନ କରି ରଖିଥାନ୍ତି। ଯଦି ଆମେ ସତରେ ପରମେଶ୍ୱରଙ୍କୁ ବୁଝିଥାନ୍ତୁ, ତାହେଲେ ଆମର ଯୋଉ କାମ କରିବାର ସାମର୍ଥ୍ୟ ରହିଛି, ଆମର ଯେତିକି ରହିଛି, ତାକୁ କିପରି ସମଗ୍ର ବିଶ୍ୱ ମାନେ ପାଇଁ ପ୍ରସ୍ତୁତ ରଖିବା, ବିଶ୍ୱ ପାଇଁ ତାକୁ ବ୍ୟବହାର କରିବା, ସେଇଥିରେ ଆମେ ନିଶ୍ଚୟ ରହିଥାନ୍ତୁ, ରତ ହେଇଥାନ୍ତୁ।
ମା ତାକୁ ବୁଝାଉଛନ୍ତି, ଜଣେ ମନୁଷ୍ୟର ବୁଝିବା ପାଇଁ ଏହି ଜଗତ ଅତି ଭୟଙ୍କର ଭାବରେ ନୈତିକତା ଶୂନ୍ୟ ହୋଇ ରହିଛି। ଦୁଃଖ ଏବଂ ଅସୁନ୍ଦରତାରେ ପୂରି ରହିଛି। ମନୁଷ୍ୟ ଜାତିର ଆବିର୍ଭାବ ପରେ ତାହା ବିଶେଷ ଭାବରେ ସେହିପରି ହୋଇଛି। ତେଣୁ ଏହି ଜଗତକୁ ଯେ ଜଣେ ବ୍ୟକ୍ତି ସତ୍ତାଧାରୀ ଈଶ୍ୱର ତିଆରି କରିଛନ୍ତି, ଏହି ବିଚାରଟିକୁ ଗ୍ରହଣ କରିବା ମନୁଷ୍ୟର ଚେତନା ଲାଗି ଅତ୍ୟନ୍ତ କଷ୍ଟକର ହେଉଛି। କାରଣ ମନୁଷ୍ୟ ଏହି ଜଗତକୁ ଜଣେ ସର୍ବଶକ୍ତିମାନ ରାକ୍ଷସର ସୃଷ୍ଟି ବୋଲି ହିଁ ଅନୁମାନ କରୁଛି। ବେଳେ ବେଳେ ଗୋଟେ ଜୋକରେ ବି ହଉ, ବେଳେ ବେଳେ ଅନେକ ଲୋକ କହନ୍ତି, ଭଗବାନ, ମୁଁ ଯଦି ଭଗବାନ ହେଇଥାନ୍ତି ତାହେଲେ ଏମିତିଆ ସବୁ ରଖିନଥାନ୍ତି, ଏମିତି କରିଥାନ୍ତି, ସେମିତି କରିଥାନ୍ତି। ତାଙ୍କୁ ପରିହାସରେ ବି ଯଦି ସେମାନେ ବି କହୁଥାନ୍ତି, ତାଙ୍କୁ ବି ପରିହାସ ଛଳରେ ଉତ୍ତର ଦେଇ ହବ, କଥା ହେଇଛି କଣ କି, ଭଗବାନ ଯେତେବେଳେ ସୃଷ୍ଟି କଲେ ସେତେବେଳେ ତମେ ସୃଷ୍ଟି ହେଇନଥିଲ। ଭଗବାନ ସୃଷ୍ଟି କରିବା ଅନେକ ବର୍ଷ ପରେ ଯାଇକିରି ମନୁଷ୍ୟ ସୃଷ୍ଟି ହେଲା। ତେଣୁ ଭଗବାନ ଯେତେବେଳେ ସୃଷ୍ଟି କଲେ ସେତେବେଳେ ଦୁର୍ଭାଗ୍ୟ ମଣିଷ ଆଗ ସୃଷ୍ଟି ହେଇନଥିଲେ। ତେଣୁ ତମକୁ କେମିତି ପଚାରିଥାନ୍ତେ? ତେଣୁ ସେଇ ବ୍ୟକ୍ତି ମାନେ ସେମାନେ କୁହନ୍ତି ଯେ ଏଇ ଜଗତଟି ଅସୁନ୍ଦରତାରେ ଭରି ରହିଛି ଏବଂ ଏଠାରେ ସବୁ ଏମିତି ଅସୁବିଧା, ସେମିତି ଅସୁବିଧା। ତେଣୁ ସେମାନେ କୁହନ୍ତି ଏଟା ରାକ୍ଷସର ସୃଷ୍ଟି ବୋଲି। ମୁଁ ମୋର ଦୁର୍ବଳତାଟାକୁ କେମିତି ଚିହ୍ନିବି? କେମିତି ଚିହ୍ନିବି? ଇମାଜିନ୍ କର, ବର୍ତ୍ତମାନ ଗୋଟେ ଘଟଣା ଘଟିବ, ମୋ ଭିତରେ ନିଜ ଉପରେ ମୋର ମନେ କରାଯାଉ ନିୟନ୍ତ୍ରଣ କରିବା ବା ମୋ ରାଗ ଉପରେ ନିୟନ୍ତ୍ରଣ କରିବାର ସାମର୍ଥ୍ୟ ଅଛି କି ନାହିଁ ପରୀକ୍ଷା ହବ। କେମିତି ପରୀକ୍ଷା ହବ? ମୋ ପାଖରେ ଗୋଟେ ବ୍ୟକ୍ତି ଏମିତି କାମ କରିବ ଯେମିତି ମତେ ସେ ରଗେଇବ, ନାଇଁ କି? ମୁଁ ଯଦି ତା ଭିତରେ ନ ରାଗିକି ପୁରା ଶାନ୍ତ ହେଇ ରହିପାରିଲି, ତାହେଲେ ମୋର ସାମର୍ଥ୍ୟ ଅଛି ରାଗ ଉପରେ ନିୟନ୍ତ୍ରଣ କରିବା। କିନ୍ତୁ ସେ ଯୋଉ ଘଟଣାଟି ଘଟିବ, ଯୋଉ ବ୍ୟକ୍ତିଟି ସେଭଳିଆ କାମ କରିବ, ଯୋଉ କାମ ଫଳରେ ମୁଁ ରାଗିବି, ସେଇଟା ଅସୁନ୍ଦର କାମ ନୁହଁ କି? ଯିଏ କରିବ ସେ ନିଶ୍ଚୟ ଅସୁନ୍ଦର କାମ ଟିକେ କରିବ। ନିଶ୍ଚିନ୍ତ ଏମିତିଆ କାମ କରିବ ଯୋଉଥିରେ ମାନେ ଜମାରୁ ମାନେ ନ ଚିଡିବା ଲୋକ ବି ଚିଡିବ। ତେବେ ସେଇ ଯୋଉ ଖରାପ କାମଟି ହେଲା, ସେଟା କଣ ପାଇଁ ହେଇଥିଲା? ମୋର ନିଜର ରାଗ ଉପରେ ନିୟନ୍ତ୍ରଣ ଅଛି କି ନାହିଁ ସେଇଟା ମୋ ପାଖରେ ଦେଖେଇବା। ଆଉ ଗୋଟେ କଥା ଭାବନ୍ତୁ, ଖାଲି ରାଗ କଥା କାହିଁ, ସେ ଯୋଉ ଘଟଣାଟି ଘଟିଲା, ନ ରାଗି କିପରି ତାକୁ ଏକ ଉଚ୍ଚତର ସାମର୍ଥ୍ୟ ଯୁକ୍ତ ଭାବରେ ତାକୁ ନିୟନ୍ତ୍ରଣ କରିବି, ତାକୁ କିପରି ସନ୍ତୁଳିତ କରିବି, ଏଇ ଯୋଉ ଜ୍ଞାନଟି, ଏଇ ଯୋଉ ଗୁଣଟି, ଏଇ ଯୋଉ ସାମର୍ଥ୍ୟଟି ମୋ ଭିତରେ ଅଛି କି ନାହିଁ କେତେବେଳେ ପରୀକ୍ଷା ହବ? ସେ ବ୍ୟକ୍ତିଟି ସେଇଭଳିଆ କାମ କଲେ ତ? ତେବେ ସେଇଟା ଅସୁନ୍ଦର କାମ ନୁହଁ କି? ସେଇଟା ଖରାପ କାମ ନୁହଁ କି? ତାହେଲେ ଏବେ କୁହନ୍ତୁ, ମତେ ପରୀକ୍ଷା କରିବା ପାଇଁ, ମୋ ପାଇଁ ଆଉ ଗୋଟେ ବ୍ୟକ୍ତି ବ୍ୟବହୃତ ହେଲା ନା ନାହିଁ ଖରାପ କାମ କରିବା ପାଇଁ? ଏଇଠି ସାଧାରଣତଃ କଣ ହୁଏ, ଆମେ ଯେହେତୁ ଭଗବାନଙ୍କର କାର୍ଯ୍ୟକୁ ବୁଝି ନାହୁଁ, ତେଣୁ ଆମେ କହୁ ଇଏ କେତେ ଅସନା, କେତେ ଅପରିଷ୍କାର, କେତେ କଥା, ଏମିତି କଣ ଭଗବାନ ତିଆରି କରୁଛି, କିଛି ଗୋଟେ ନାହିଁ। କିନ୍ତୁ ଭଗବାନ କେତେ ସନ୍ତୁଳିତ ଭାବରେ, ସାମଞ୍ଜସ୍ୟ ଯୁକ୍ତ ଭାବରେ ସବୁକୁ ସବୁଠି ପୁରା ସେଟ୍ କରି ରଖିଛନ୍ତି, ପୁରା ସେଟ୍ କରି ରଖିଛନ୍ତି। ଯୋଉ ଦିନ ମୋର ସାମର୍ଥ୍ୟ ହେଇଯିବ, ସେଦିନ ସେ ଘଟଣା ଗୁଡିକ ମୋ ପାଖରୁ ଉଭେଇଯିବ, ଆଉ ଗୋଟେ ନୂଆ ଘଟଣା ଆସିବ। ଏଠି ଗୋଟେ କଥା ମନେ ପଡିଲା, ଖାଲି କହିଦେଇକି ଟିକେ ପଳେଇବି। ଗୋଟେ ବ୍ୟକ୍ତି ସବୁବେଳେ କମ୍ପ୍ଲେନ କରୁଥିଲେ ମାଙ୍କ ପାଖରେ, ମତେ ଗୋଟେ ବଡ ଘର ଦିଆଯାଉ, ମତେ ଏ ଘରଟା ହଉନାହିଁ। ସବୁବେଳେ ମା ଅମକ ଘର ଫାଙ୍କା ହେଇଗଲା, ସେ ସବୁ ଖବର ଅନ୍ତର ରଖୁଥିଲେ। କୋଉ ଘର ଫାଙ୍କା ହେଲା, କୋଉ ଘର କଣ ହେଲା, ସେ ଘରଟା ବଡ ଘରଟା, ମତେ ସେଇଟା ଠିକ ହବ। ଯୋଉ ଦିନ ଘର ଫାଙ୍କା ହବାର ଅଛି, ମା ଅମକ ଘର ଫାଙ୍କା ହବାର ଅଛି, ମତେ ସେଇ ଘରଟା ଦେବେ। କୌଣସି ଦିନ ମା କଥା ଶୁଣନ୍ତି ନାହିଁ। କହୁଛି ଶୁଣନ୍ତି, ଆଉ ତମେ ତ ହିସାବ କିତାବ ରଖୁଛ, ମା କାହିଁ ହିସାବ କିତାବ ରଖିବେ? ହଠାତ୍ ଦିନେ କହିଲା ନା, ଇଏ ମା ଆଉ ଶୁଣିବେନି। ତାପରେ କହିଲା ନାଇଁ ଠିକ ଅଛି, ଆଉ ଏଇଥିରେ ଯାହା ଦେଇଛନ୍ତି ଠିକ, ଏଇ ଘର ମୋ ପାଇଁ ଠିକ। ସେ ତାପରେ ନିଜକୁ ଆଡଜଷ୍ଟ କଲା। ଯୋଉ ଖଟଟି ଥିଲା, ସେ ଖଟରେ ବି ଶୋଇଲେ ତାଙ୍କ ଗୋଡ ବାହାରେ ରହୁଥିଲା, ସେ ମୋଡି ମାଡି ହେଇକି ଶୋଉଥିଲେ।
ଯୋଉ ଦିନ ତ ସଂକଳ୍ପ କଲେ କହିଲେ ନା ବହୁତ ହେଇଗଲା, ଆଉ କମ୍ପ୍ଲେନ କରିବିନି, ମତେ ମା ଏତିକି ଦେଇଛନ୍ତି ଜାଗା, ମୁଁ ଏତିକି ଜାଗା ଭିତରେ ମୁଁ ଏଥର ନିଜକୁ ଆଡଜଷ୍ଟ କରିବି। ଗୋଟେ ଘର ଭିତରେ ଏତେ ଛୋଟ ଘର ଯେ ନିଜେ ଶୋଇ ପାରୁନାହାନ୍ତି ବଡରେ, ମାନେ ଗୋଡ ଲମ୍ବେଇ ବି ଶୋଇପାରୁନି, ତଳେ ଶୋଇଲେ ବି ଗୋଡ ବାଜିବ। ତେଣୁ ସିଏ ନିଜେ ଯୋଉଦିନ ସଂକଳ୍ପ କଲେ ନାଇଁ ମୁଁ ଏଇ ଘରରେ ନିଜକୁ ଆଡଜଷ୍ଟ କରିବି, ରହିବି ଆଉ, ପୁରା ମାନେ ମାଇଣ୍ଡ ମେକଅପ୍ କରି ନେଇଗଲେ। ତା ପରଦିନ ହିଁ ଖବର ଦେଲେ ଯେ ସେ ଗୋଟେ ବଡ ଘର ଫାଙ୍କା ଅଛି, ସେଠି ତମେ ଯାଅ। ସେ ମାଆଙ୍କୁ କହିଲେ, ମା ସବୁଦିନ ମୁଁ କହୁଥିଲି, ଆପଣ କେବେ ପଠଉନଥିଲେ। ମୁଁ ଯେବେ ସଂକଳ୍ପ କରିକିରି ଆଉ କହିବି ନାହିଁ ବୋଲି ସଂକଳ୍ପ କଲି ଏବଂ ସ୍ଥିର ହେଇଗଲି, ଧୀର ସ୍ଥିର ହେଇଗଲି, ଶାନ୍ତ ହେଇଗଲି, ଗ୍ରହଣ କରିନେଲି, ନା ଠିକ ଅଛି। ତା ପରଦିନ ହିଁ ମତେ ଆପଣ ପଠେଇଦେଲେ। ମା କହିଲେ ମୁଁ ସେଇ ଦିନକୁ ଅପେକ୍ଷା କରିଥିଲି। କୋଉ ଦିନ ତୁ ଅଭିଯୋଗ କରିବା ଛାଡିଦବୁ। ଆଉ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଭାରି ଡେଙ୍ଗା ହବା ପାଇଁ ଭାରି ଇଚ୍ଛା ଥିଲା, ମାନେ ଏଇଟା ଅଲରେଡି ଘଟି ସାରିଛି। ଡେଙ୍ଗା ହବା ପାଇଁ ଭାରି ଇଚ୍ଛା ଥିଲା, କିନ୍ତୁ ଡେଙ୍ଗା ହେଇପାରୁନଥିଲେ। ସିଏ ସବୁବେଳେ ଆଶୀର୍ବାଦ କରନ୍ତି, ମାନେ ଗୋଟେ ବଡ ଘରଟେ ଦେବେ, ଲମ୍ବା ଘରଟେ। ଧୀରେ 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 ସେ ଦେଖିଲା ବେଳକୁ ଧୀରେ ଧୀରେ ସେ ଡେଙ୍ଗା ହେଇ ମାନେ ତାଙ୍କ ହାଇଟ ବଢି ବଢି ଚାଲିଲା। କିନ୍ତୁ ତେଣୁ ତାଙ୍କୁ ବୁଝିବା ଏତେ ସହଜ ହୁଏ ନାହିଁ। ଆମେ ବହୁତ ଅଳ୍ପ କିଛି କଥା ଦେଖୁଥାଉ। ଏଇ କଥାଟା ସିନା ଅନେକ ଦିନ ପରେ ଘଟଣା ଘଟିଲା ବୋଲି ଆମେ ଗୁଡାକ ଗ୍ରହଣ କରି ନଉଛୁ। ପ୍ରଥମେ ପ୍ରଥମେ ଯେବେ ଘଟିଥିବ କେତେ ଲୋକ କମ୍ପ୍ଲେନ କରିଥିବେ, ଏଡିକିଟିଏ ପିଲା ଏଡିକିଟିଏ ଲୋକ ତାକୁ ଏଡେ ବଡ ଘର କାହିଁ ଦେଇଛନ୍ତି। ଇଏ ଗୋଟେ ଲୋକ ଏତେ ଲମ୍ବା ଲୋକ ତାକୁ ସେ ଘରଟା ସେଟ୍ ହଉନି ତାକୁ କାହିଁ ଦେଇଛନ୍ତି। ମାଙ୍କର କିଛି କାଣ୍ଡ ଜ୍ଞାନ ନାହିଁ। ଏମିତିଆ କେତେ ଆମେ କଥା କହିଥିବୁ, କେତେ ତାଙ୍କୁ ଥଟ୍ଟା କରିଥିବୁ, ଏମିତି ସେମିତି ସେମିତି ଆମେ ଭଗବାନଙ୍କୁ ସବୁବେଳେ ଥଟ୍ଟା କରି ଆସୁ। ମା ଲେଖୁଛନ୍ତି ମାତ୍ର ଶ୍ରୀ ଅରବିନ୍ଦ ଏଥିରେ ଏଇ ଅଧିକ କଥାଟି ଯୋଡି ଦେବାକୁ ଇଚ୍ଛା କରୁଛନ୍ତି ଯେ ନିନ୍ଦା ବା ଭର୍ସନା କରିବା ଅପେକ୍ଷା ବୁଝିବା ହିଁ ଏକ ଅଧିକ ଭଲ କଥା ହେବ। ଏବଂ ଏହି ବୁଝିବାର ସର୍ବୋତ୍ତମ ମାର୍ଗ ହେଉଛି ଯେ ଆମେ ସେହି ସର୍ବୋଚ୍ଚ ପରମ ଚେତନା ସହିତ ଆପଣାକୁ ସଂଯୁକ୍ତ କରି ରଖିବା, ଯେପରିକି ଆମେ ତାହାରି ଦେଖିବା ପରି ଦେଖିପାରିବା, ତାହାରି ବୁଝିବା ପରି ବୁଝିପାରିବା। ଆଉ ଥରେ ପଢୁଛି। ଏହି ବୁଝିବାର ସର୍ବୋତ୍ତମ ମାର୍ଗ ହେଉଛି ଯେ ଆମେ ସେହି ସର୍ବୋଚ୍ଚ ପରମ ଚେତନା ସହିତ ଆପଣାକୁ ସଂଯୁକ୍ତ କରି ରଖିବା, ଯେପରିକି ଆମେ ତାହାରି ଦେଖିବା ପରି ଦେଖିପାରିବା ଓ ତାହାରି ବୁଝି ପାରିବା ପରି ବୁଝିପାରିବା। ଏହାକୁ ହିଁ ଏକମାତ୍ର ଯଥାର୍ଥ ବୁଦ୍ଧିମତା ବୋଲି କୁହାଯିବ। ଯଥାର୍ଥ ବୁଦ୍ଧିମତା କଣ? ସିଏ ଯେପରି ବୁଝୁଛନ୍ତି ସେଇପରି ବୁଝିପାରିବା, ସିଏ ଯେପରି ଦେଖୁଛନ୍ତି ସେଇପରି ଦେଖିପାରିବା। ଏବଂ ଯୋଗ ହେଉଛି ସର୍ବୋଚ୍ଚ ପରମ ସତ୍ତାଙ୍କ ସହିତ ସଂଯୁକ୍ତ ହେବାର ଯଥାର୍ଥ ମାର୍ଗ। ମା ମା, ଥ୍ୟାଙ୍କ ୟୁ ଅଲ୍ ଅରୱାର।